ଆମ ଗେଲୁ କେତେ ବଡ଼ ହେଇଗଲାଣି। କାଲି ପୁରା ଛୋଟିଆଟେ ଥିଲା, ଏବେ ଦେଖନ୍ତୁ ଚାଲିବାକୁ କ'ଣ ଦୌଡ଼ିବାକୁ ଲାଗିଲାଣି। ସୋ ହ୍ୟାଲୋ ହାଏ ନମସ୍କାର ଏବଂ ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ନ୍ୟୁ ମିନି ବ୍ଲଗ୍। ତ ଆଜି ଆସିଥିଲା ୟାଙ୍କର ଗୋଟେ ନ୍ୟୁ ଗେମିଂ ଚେୟାର, ବଟ୍ ଗେମ୍ ତ ସେ ଖେଳନ୍ତିନି, କହିବାକୁ ଗଲେ ଅଫିସ୍ ଚେୟାର, ଯେଉଁଥିରେ ଦେଖନ୍ତୁ ଆମ ଗେଲୁ କବ୍ଜା କରିନେଇଛି। ଆସୁ ଆସୁ ତା ଦେହରେ ବସିକି ତାଳି ବଜାଉଛି। ତାକୁ ବୋଧେ ଏଇ ଚେୟାରଟା ବହୁତ ପସନ୍ଦ ଆସିଲା, ସେଇଠୁ ଓହ୍ଲେଇବାକୁ ଖୋଜୁନି। ତାପରେ ୟାର ପେପର ବି କଢ଼ା ସରିନଥିଲା, ଦେଖନ୍ତୁ ତାର ସେଠି ବସିକି ସେ ଖୁସିରେ ନିଜକୁ ହିଁ ନିଜେ ଦେଖୁଛି। ତାକୁ କ'ଣ ଭଲ ଲାଗୁଛି କେଜାଣି। ତାପରେ ବହୁତ ଡେରି ଖେଳିଲା ପରେ ତା ବାପା ଆସିଲେ, କହିଲେ ଦିଅ ମୋର ଚେୟାର ଦିଅ, ମୁଁ ଯାଉଛି କାମ କରିବି। ଦେଖନ୍ତୁ କେମିତି ଅନେଇଛି ସେ ନେଇଗଲା ବେଳକୁ। ତାପରେ ଧରିଲା ତାର ବହି, ପଢ଼ିବ ବୋଧେ ଏବେ ଭାବୁଛି, ଆଉ କ'ଣ କରିବ ବେଚାରା ଛୁଆଟା। ବହି ଦେଖିଲେ ସେ ପୁରା ଖୁସି ହେଇଯାଏ। ତାପରେ ସନ୍ଧ୍ୟାବେଳେ ଆମେ ବାହାରିଲୁ ପାର୍କ ଯିବା ପାଇଁ। ସେଠି ତାକୁ ଟିକେ ପ୍ରାକ୍ଟିସ୍ କରୁଥିଲି ଘାସରେ ଚାଲିବାକୁ। ଆଗ ତା ଜୋତା ଗୁଡ଼ା ଖୋଲି ଦେଇଥିଲି, ତ ଜୋତା ଖୋଲିଦେଲେ ସେ ଗୋଡ଼ ଗୁଡ଼ା ତାର ଘାସ ମଝିରେ ଅଟକି ଯାଉଛି। ତ ତାପରେ ପୁଣି ଜୋତା ପିନ୍ଧେଇକି ତାକୁ ଏଇଠି ଛିଡ଼ା ହେବା ପାଇଁ ଟ୍ରାଏ କରୁଥିଲୁ ଆମେ। ତ ସେ ଡରି ଯାଉଛି, ଏତେ ଷ୍ଟ୍ରଙ୍ଗ ହେଇନି ଏଯାଏଁ, କିନ୍ତୁ ଚାଲୁଛି ବହୁତ ସ୍ପିଡ଼ରେ, ତାମାନେ ଦୌଡ଼ୁଛି କହିଲେ ଚଳେ। ପାର୍କରେ ଏମିତି ବହୁତ ସାରା ଡଗି ଖେଳୁଥାନ୍ତି, ଆଉ ସେ ସେମାନଙ୍କୁ ଦେଖିକି ବହୁତ ଖୁସି ହୁଏ। ତ ଆଜି ଦେଖିଲା ବେଳକୁ ଡଗି ଖେଳୁ ଖେଳୁ ଗୋଟେ ଡଗି ବେବି ପାଖକୁ ପଳେଇ ଆସିଲା ସାଙ୍ଗେ ସାଙ୍ଗେ। ଦେଖନ୍ତୁ ତାକୁ ଆସିକି ତାକୁ କୁଣ୍ଡେଇବାକୁ ଲାଗିଲା। ତାମାନେ ଯେଉଁ କୁହନ୍ତି ଛୋଟ ଡଗି ଗୁଡ଼ାକ, ସେମାନେ ଯେହେତୁ ଲିକ୍ କରିକି ହିଁ ତାଙ୍କର ଦେଖାନ୍ତି, ପ୍ରେମ ଦେଖାନ୍ତି, ତାମାନେ ଚିହ୍ନନ୍ତି ଜଣକୁ। ତ ସେ ଆସିକି ୟା ପାଖରେ ଚିପକି ଯାଉଥିଲା, କିନ୍ତୁ ଦେଖିଲା ବେଳେ ଇଏ ପୁରା ଡରି ଯାଉଛି। ତ ମୋତେ ବହୁତ ମଜା ଲାଗିଲା ସେ ଜିନିଷଟା। ଆଉ ୟାକୁ ଯେହେତୁ ଡଗି ବହୁତ ପସନ୍ଦ, ମୁଁ ବାରମ୍ବାର ତାକୁ ନେଇକି ଯାଏ, ସେମାନଙ୍କୁ ଦେଖି ସେ ବହୁତ ଖୁସି ହୁଏ। ସୋ ଦ୍ୟାଟ୍ ଇଜ୍ ଇଟ୍ ଫର୍ ଟୁଡେ। ଦେଖା ହେବ ଆମର ନେକ୍ସଟ ବ୍ଲଗ୍ରେ। ସେତେ ପର୍ଯ୍ୟନ୍ତ ଟେକ୍ କେୟାର ଆଣ୍ଡ ବାଏ ବାଏ।